ଆଜି ଆମେ ତିଆରି କରିବା ଚିଙ୍ଗୁଡ଼ି ଘାଣ୍ଟ। ଛୋଟ ଚିଙ୍ଗୁଡ଼ି ସାଙ୍ଗକୁ ଦେଶୀ ଆଳୁ, ସାରୁ ଆଉ ଜହ୍ନିର କମ୍ବିନେସନ୍ ଏକଦମ ଭୋଜି ଭଳି ଟେଷ୍ଟ ଆସିବ। ଆଉ ମୋର ବିଶ୍ୱାସ ଆପଣମାନଙ୍କୁ ବି ନିହାତି ପସନ୍ଦ ଆସିବ। ଆଉ ୟାକୁ ଖାଇକି ଆପଣମାନେ ବି ଏ ରେସିପିର ଫ୍ୟାନ୍ ହେଇଯିବେ ଆଉ କହିବେ ୱାହ, ମଜା ଆସିଗଲା। ୱେଲକମ୍ ଟୁ ରୋଷେଇରୁ ରାସ୍ତା। ମୁଁ ଏଠି ପାଖାପାଖି 250 ଗ୍ରାମର ଚିଙ୍ଗୁଡ଼ିକୁ ୟୁଜ୍ କରିଛି। ଚିଙ୍ଗୁଡ଼ିକୁ ସଫା କରି ଏଥିରେ ଅଧା ଛୋଟ ଚାମଚ ହଳଦୀ ପାଉଡର, 1 ଚାମଚ ସୋରିଷ ତେଲ ଆଡ୍ କରି ଚିଙ୍ଗୁଡ଼ିକୁ ଭଲ ଭାବରେ ମ୍ୟାରିନେଟ୍ କରିଦେଇଛି। ଏବେ ଚିଙ୍ଗୁଡ଼ିକୁ ଗୋଟିଏ କଡ଼େଇରେ ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏଁ କୁକ୍ କରିନେବା। ଚିଙ୍ଗୁଡ଼ିକୁ ପାଖାପାଖି 70% ଭାଜି ନେବା। ଅତି କଡ଼ା କରି ଚିଙ୍ଗୁଡ଼ିକୁ ଭାଜିବା ନାହିଁ। ଏବେ ରସୁଣ, ସବୁବେଳେ ବ୍ୟବହାର ହେଉଥିବା ଅଦା, ଆମ୍ବ ଅଦା ଏବଂ ପିଆଜକୁ ଗ୍ରାଇଣ୍ଡିଂ କରି ମସଲା ପେଷ୍ଟ ତିଆରି କରିନେବା। ଏବେ ଟମାଟୋ ଏବଂ ଶୁଖିଲା ମରିଚକୁ ମଧ୍ୟ ଗ୍ରାଇଣ୍ଡିଂ କରି ପେଷ୍ଟ ବନେଇଦେବା। ମୁଁ ଏଠି ପାଖାପାଖି 4ଟି ଶୁଖିଲା ଲାଲ ମରିଚ ବ୍ୟବହାର କରିଛି। ମୁଁ ଏଠି ଚଣା ଡାଲିକୁ ପାଖାପାଖି 6ରୁ 8 ଘଣ୍ଟା ବତୁରେଇକି ରଖିଥିଲି। ମୁଁ ପରିବାରେ ନେଇଛି ଆଳୁ, ବାଇଗଣ, ସାରୁ, ଦେଶୀ ଆଳୁ ବା ମାଟି ଆଳୁ, ବୋଇତାଳୁ, ଜହ୍ନି। ପରିବା ସବୁ ଏଭଳି ଛୋଟ ଛୋଟ କରି କାଟି ନେବା। ଆଉ ବାଇଗଣକୁ କାଟି ପାଣିରେ ଡିପ୍ କରିକି ରଖିନେବା, ଯାହାଫଳରେ ବାଇଗଣ କଳା ପଡ଼ିବ ନାହିଁ। କଡ଼େଇରେ 2 ଚାମଚ ସୋରିଷ ତେଲ ଆଡ୍ କରିବା। ତେଲ ଗରମ ହୋଇସାରିଲା ପରେ କଟା ହୋଇଥିବା ପରିବାକୁ କିଛି ସମୟ ଯାଏଁ ଭାଜି ନେବା। ଆପଣ ଯଦି ଚାହିଁବେ ଆପଣଙ୍କ ମନପସନ୍ଦର ପରିବା ମଧ୍ୟ ବ୍ୟବହାର କରିପାରିବେ। ବଟ୍ ରିମେମ୍ବର, ସାରୁ ଆଉ ଦେଶୀ ଆଳୁ ହେଉଛି ଏ ରେସିପିର ମୁଖ୍ୟ। ସେଥିପାଇଁ ସାରୁ ଆଉ ଦେଶୀ ଆଳୁକୁ ସ୍କିପ୍ କରିବେ ନାହିଁ। ପରିବା ପାଖାପାଖି 60% କୁକ୍ ହୋଇସାରିଲାଣି। ଏବେ ଗୋଟିଏ ପ୍ଲେଟ୍କୁ କାଢ଼ି ନେବା। ସେମ୍ କଡ଼େଇରେ ପାଖାପାଖି 3 ଚାମଚ ସୋରିଷ ତେଲ ଆଡ୍ କରିବା। ତେଲ ଗରମ ହୋଇସାରିଲା ପରେ ତେଜପତ୍ର, ଅଳେଇଚ, ଲବଙ୍ଗ ଏବଂ ଡାଲଚିନି ଆଡ୍ କରିବା। ଏବେ ଅଧା ଚାମଚ ଜିରା ଆଡ୍ କରିନେବା। ଜିରା ଫୁଟି ସାରିଲା ପରେ ଆଡ୍ କରିବା କଟା ହୋଇଥିବା ପିଆଜକୁ। ପିଆଜକୁ ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏଁ କୁକ୍ କରିନେବା। ଦେଖନ୍ତୁ, ପିଆଜ ଗୋଲ୍ଡେନ୍ ବ୍ରାଉନ୍ ହୋଇସାରିଛି। ଏବେ ଆଡ୍ କରିବା ଅଦା, ରସୁଣ, ପିଆଜର ପେଷ୍ଟ। ଅଧା ଚାମଚ ହଳଦୀ ପାଉଡର, 1 ଚାମଚ କଶ୍ମୀରୀ ଲାଲ ମରିଚ ପାଉଡର। ଏବେ ଏସବୁକୁ 2ରୁ 3 ମିନିଟ୍ ଯାଏଁ ମିଡ଼ିୟମ୍ ଫ୍ଲେମ୍ରେ କଷି ନେବା। ମସଲାଟି କଷି ହୋଇସାରିଛି। ଏବେ ଆଡ୍ କରିବା ଟମାଟୋ, ଲାଲ ମରିଚର ପେଷ୍ଟ, ସ୍ୱାଦ ଅନୁଯାୟୀ ଲୁଣ। ଏସବୁକୁ ମଧ୍ୟ ଭଲ ଭାବରେ ମିକ୍ସ କରି କଷି ନେବା। ଦେଖନ୍ତୁ କିଭଳି ବଢ଼ିଆ କଲର୍ ଆସିଛି ମସଲାର। ଏବେ ଏଥିରେ ଆମେ ଆଡ୍ କରିବା ଧନିଆ ପାଉଡର, ଚିକେନ ମସଲା କିମ୍ବା ମିଟ୍ ମସଲା, କସ୍ତୁରୀ ମେଥି। ଏସବୁକୁ ମଧ୍ୟ ମସଲା ସହିତ ଭଲ ଭାବରେ କଷି ନେବା। କଷିଲା ସମୟରେ ମସଲାର ଯେଉଁ ବାସ୍ନା, ୱାହ, ଆପଣଙ୍କର ମନ ଖୁସି ହେଇଯିବ। ଢାଙ୍କୁଣି ଦେଇ ପାଖାପାଖି 2ରୁ 3 ମିନିଟ୍ ଯାଏଁ ମିଡ଼ିୟମ୍ ଫ୍ଲେମ୍ରେ ମସଲାକୁ କୁକ୍ କରିନେବା, ଯାହାଫଳରେ ମସଲାରୁ ତେଲ ଅଲଗା ହେବାକୁ ଲାଗିବ। ଏବେ ଢାଙ୍କୁଣି କାଢ଼ି ନେବା ଆଉ ଦେଖିବେ ମସଲାରୁ ତେଲ ଅଲଗା ହୋଇସାରିଛି ଆଉ ମସଲା ମଧ୍ୟ ଆମର ଭଲ ଭାବରେ ରାନ୍ଧି ହୋଇସାରିଛି। ଏବେ ଏଥିରେ ଆଡ୍ କରିବା ବତୁରା ହୋଇଥିବା ଚଣା ଡାଲିକୁ। ଚଣା ଡାଲି ଏବଂ ମସଲାକୁ କିଛି ସମୟ ପାଇଁ କଷି ନେବା। ମସଲା ଓ ଚଣା ଡାଲି କଷି ହୋଇସାରିଲା ପରେ ଏବେ ଆଡ୍ କରିବା ଭଜା ହୋଇଥିବା ପରିବାକୁ। ପରିବାକୁ ଆଡ୍ କରି ଏସବୁକୁ ଭଲ ଭାବରେ ଘାଣ୍ଟି ନେବା। ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ଲାଗେ କି ଏ ଭିଡ଼ିଓରେ କିଛି ଆଡ୍ ଅନ୍ କରିବାର ଥିଲା କିମ୍ବା କିଛି ତ୍ରୁଟି ରହିଛି, ପ୍ଲିଜ୍ ମୋତେ କମେଣ୍ଟସ୍ ମାଧ୍ୟମରେ ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ। ଏବେ ଏଥିରେ ଦେବା ଦରକାରୀ ମାତ୍ରାର ପାଣି। ମୁଁ ଏଠି ଗରମ ପାଣିର ୟୁଜ୍ କରିଛି, ଥଣ୍ଡା ପାଣି ବିଲକୁଲ ବି ୟୁଜ୍ କରିନାହିଁ। ଏବେ ଏସବୁକୁ ଭଲ ଭାବରେ ମିକ୍ସ କରିନେବା। ଯଦି ଦରକାର ପଡ଼େ କିମ୍ବା ଗ୍ରେଭି ଅଧିକ ଦରକାର ଆପଣଙ୍କୁ, ତ ଆପଣ ଏଥିରେ ଗରମ ପାଣି ଆଡ୍ କରିପାରିବେ। ପାଣି ଆଡ୍ କରିସାରିଲା ପରେ ଏଟ୍ ଲାଷ୍ଟ ଆମେ ଆଡ୍ କରିବା କଟା ହୋଇଥିବା ବାଇଗଣକୁ। ବାଇଗଣ ଯଦି ଷ୍ଟାର୍ଟିଂରୁ ଆଡ୍ କରିଥାନ୍ତେ ତାହେଲେ ବାଇଗଣ କମ୍ପ୍ଲିଟଲି ମ୍ୟାଶ୍ ହୋଇସାରନ୍ତାଣି। ଏବେ ବାଇଗଣ ଆଡ୍ କରିଲେ ବାଇଗଣ ଆମର ଗୋଟା ରହିଥାଏ, ଖାଇବାକୁ ମଧ୍ୟ ଟେଷ୍ଟ ଆସିଥାଏ। ବାଇଗଣକୁ ଭଲ ଭାବରେ ମିକ୍ସ କରିସାରିଲା ପରେ
ଢାଙ୍କୁଣି ଦେଇ ପାଖାପାଖି 5ରୁ 8 ମିନିଟ୍ ଯାଏଁ ମିଡ଼ିୟମ୍ ଫ୍ଲେମ୍ରେ କୁକ୍ କରିନେବା। 5ରୁ 8 ମିନିଟ୍ ପରେ ଢାଙ୍କୁଣି ଓପନ୍ କରି ଏସବୁକୁ ଭଲ ଭାବରେ ଗୋଳେଇ ନେବା। ପୁଣି ଢାଙ୍କୁଣି ଦେଇ ପାଖାପାଖି 5 ମିନିଟ୍ ମିଡ଼ିୟମ୍ ଫ୍ଲେମ୍ରେ କୁକ୍ କରିନେବା। 5 ମିନିଟ୍ ପରେ ଢାଙ୍କୁଣି କାଢ଼ି ସବୁ ପରିବାକୁ ଭଲ ଭାବରେ ଘାଣ୍ଟି ନେବା। ଦେଖନ୍ତୁ ଆମର ପରିବା ସିଝି ଆସିଲାଣି। ଏବେ ଭଜା ହୋଇଥିବା ଚିଙ୍ଗୁଡ଼ିକୁ ଆଡ଼୍ କରିନେବା। ଚିଙ୍ଗୁଡ଼ିକୁ ଆଡ଼୍ କରି ଏସବୁକୁ ଭଲ ଭାବରେ ମିକ୍ସ କରିନେବା। ଦେଖନ୍ତୁ କିଭଳି ସୁନ୍ଦର ଦେଖାଯାଉଛି ଏ ରେସିପିଟି। ଆମ ଘରେ ଏମିତି କମ୍ ଗ୍ରେଭି ତରକାରୀ ପସନ୍ଦ କରନ୍ତି, ସେଥିପାଇଁ ମୁଁ ପାଣି କମ୍ ୟୁଜ୍ କରିଛି। ଯଦି ଆପଣଙ୍କୁ ଗ୍ରେଭି ପସନ୍ଦ ତେବେ ଆପଣ ଗରମ ପାଣି ଦେଇ ଗ୍ରେଭି ତିଆରି କରିପାରିବେ। ଏବେ ପୁଣି ଢାଙ୍କୁଣି ଦେଇ ପାଖାପାଖି 5 ମିନିଟ୍ ଲୋ ମିଡ଼ିୟମ୍ ଫ୍ଲେମ୍ରେ କୁକ୍ କରିନେବା। 5 ମିନିଟ୍ ପରେ ଢାଙ୍କୁଣି କାଢ଼ି ନେବା ଆଉ କିଛି ଧନିଆ ପତ୍ର ଆଡ଼୍ କରି ଏସବୁକୁ ଭଲ ଭାବରେ ଘାଣ୍ଟି ନେବା। ଦେଖନ୍ତୁ ଆମର ଚିଙ୍ଗୁଡ଼ି ଘାଣ୍ଟ କମ୍ପ୍ଲିଟଲି ରେଡ଼ି ହୋଇସାରିଛି ଆଉ କିଭଳି ଡେଲିସିୟସ୍ ମଧ୍ୟ ଦେଖାଯାଉଛି। ଏବେ ଏହାକୁ ଗରମା ଗରମ ରାଇସ୍ ସହିତ ସର୍ଭ କରିନେବା। ଆଶା କରୁଛି ମୋର ଏ ଛୋଟ ପ୍ରୟାସ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭିଡ଼ିଓଟି ପସନ୍ଦ ଲାଗିଥାଏ ତେବେ ପ୍ଲିଜ୍ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ପୁଣି ଦେଖାହେବ ଆଉ ଏକ ମଜେଦାର ରେସିପି ସହିତ। ସେହି ପର୍ଯ୍ୟନ୍ତ ଷ୍ଟେ ସେଫ୍ ଆଣ୍ଡ ଷ୍ଟେ ହେଲ୍ଦି।